ବନ୍ଧୁଗଣ ଆପଣମାନେ ଜାଣିଥିବେ ପାକିସ୍ତାନରେ ଆୟୋଜନ ହେଉଛି ଚାମ୍ପିୟନ ଟ୍ରଫି ଏବଂ ଭାରତ ଏଥର ଦୁବାଇରେ ମ୍ୟାଚ୍ ଖେଳୁଛି କାହିଁକିନା ସେ ପାକିସ୍ତାନକୁ ଯାଇନଥିଲା ଗ୍ରସ୍ତ କରିନଥିଲା। ଏପଟେ ଚାମ୍ପିୟନ ଟ୍ରଫି ହେବାର 5 ଦିନ ପରେ ଏଠାରୁ ବାହାରି ପଡ଼ିଯାଇଛି ପ୍ରଥମ ଦଳ ଭାବେ ପାକିସ୍ତାନ, ଯିଏକି ଇତିହାସରେ ପ୍ରଥମ ଥର ପାଇଁ ଏମିତି ଘଟିଛି। ଯାହା ସହିତ କାହିଁକିନା ଆପଣମାନେ ଜାଣିଥିବେ ପୂର୍ବରୁ ଯେଉଁ ଆୟୋଜନ କରୁଥିଲେ ଦେଶମାନେ ସେମାନେ ଏପରି ଭାବେ ବାହାରି ନଥିଲେ ଟୁର୍ଣ୍ଣାମେଣ୍ଟରୁ। ଏହି ପାକିସ୍ତାନ ପ୍ରଥମ ଦଳ ଯିଏକି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି ଘରୋଇ ପାକିସ୍ତାନ। ଆଉ ଦର୍ଶକମାନେ ଆଶା ବାନ୍ଧିଥିଲେ ଯେ ଏଥର ନିଶ୍ଚୟ ସେ ଫାଇନାଲକୁ ଯିବ, କିନ୍ତୁ ତାହା ସମ୍ଭବ ହୋଇନି। ସେମିଫାଇନାଲ ଫାଇନାଲ ତ ଦୂରର କଥା, ସେମିଫାଇନାଲ ମଧ୍ୟ ଯାଇପାରେ ନାହିଁ। କାହିଁକିନା ଆପଣମାନେ ଜାଣିଥିବେ ତାକୁ ପ୍ରଥମେ ନ୍ୟୁଜିଲାଣ୍ଡ ପେଲିଥିଲା, ତାପରେ ଭାରତ ମଧ୍ୟ ହରାଇ ଦେଇଥିଲା। ଏପଟେ ଗତକାଲି ବାଂଲାଦେଶ ମଧ୍ୟ ନ୍ୟୁଜିଲାଣ୍ଡ ଠାରୁ ହାରିଯାଇଛି। କାହିଁକିନା ପାକିସ୍ତାନୀ ଦର୍ଶକମାନେ ଏଥର ଆଶା ବାନ୍ଧିଥିଲେ ଯେ ଗତକାଲି ଯେଉଁ ମ୍ୟାଚ୍ ଥିଲା ସେଠାରେ ନ୍ୟୁଜିଲାଣ୍ଡକୁ ବାଂଲାଦେଶ ହରାଇ ଦେଉ ଏବଂ ଏହାପରେ ପାକିସ୍ତାନ ମଧ୍ୟ ବାଂଲାଦେଶକୁ ହରାଇ ଦେଉ ଏବଂ ଭାରତ ସହିତ ମଧ୍ୟ ଆଗକୁ ମ୍ୟାଚ୍ ଅଛି ନ୍ୟୁଜିଲାଣ୍ଡ ସହିତ, ସେଠିରେ ମଧ୍ୟ ଭାରତ ଜିତୁ ଏହିପରି ଭାବେ ଭାବିଥିଲେ। ତାହେଲେ ଯାଇ ଏଥର ପାକିସ୍ତାନ ଯିବ ସେମିଫାଇନାଲକୁ ବୋଲି ଆଶା ବାନ୍ଧିଥିଲେ, କିନ୍ତୁ ତାହା ମଧ୍ୟ ବେକାର ହୋଇଯାଇଛି, ତାଙ୍କ ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। କାହିଁକିନା ଗତକାଲି ତ ହାରିଯାଇଛି, ନ୍ୟୁଜିଲାଣ୍ଡ ଠାରୁ ବାଂଲାଦେଶ ହାରିଯାଇଛି, ତ ତାହା ମଧ୍ୟ ସମ୍ଭବ ହୋଇପାରେ ନାହିଁ। ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ କିଛି ମଜାଦାର ପୋଷ୍ଟ ଦେଖିବାକୁ ମିଳୁଛି। ଏବଂ ସବୁଠାରୁ ବଡ଼ କଥା ଯେ ପାକିସ୍ତାନର ଅଫିସିଆଲି ଫାଦର ଯିଏକି କିଙ୍ଗ କୋହଲି ନାମରେ ପରିଚିତ, ସେ ପୁଣି ଥରେ ତାଙ୍କ ଫର୍ମକୁ ଫେରିଛନ୍ତି ସେଞ୍ଚୁରୀ ମାରି। କାହିଁକିନା ଆପଣମାନେ ଜାଣିଥିବେ ସେ ଯେତେ ଥର ପାକିସ୍ତାନ ସହିତ ଖେଳିଛନ୍ତି ସେତେ ଥର ତାଙ୍କୁ ବହୁତ ଧୂଳି ଚଟାଇ ଦେଇଛନ୍ତି। ଏବଂ ଆଉ ଗୋଟେ କଥା, ପାକିସ୍ତାନୀ ପ୍ରଶଂସକମାନେ ସର୍ବଦା ଭାବିଥାନ୍ତି ଯେ ବାବର ଆଜମ ହେଉଛନ୍ତି କ୍ରିକେଟ କିଙ୍ଗ, କିନ୍ତୁ ତାହା ପୁଣି ଥରେ ଭୁଲ ପ୍ରମାଣ କରିଦେଇଛନ୍ତି ବିରାଟ କୋହଲି। କାହିଁକିନା ବାବର ଆଜମ ଏଠାରେ ବହୁତ କମ୍ ରନ୍ କରିଥିଲେ, 23 ରନ୍ କରିଥିଲେ ଏବଂ ବିରାଟ କୋହଲି ଏଠାରେ 100 ରନ୍ କରିଥିଲେ। ତ ବର୍ତ୍ତମାନ ପାକିସ୍ତାନୀ ଯେଉଁ ଅଛନ୍ତି ଫ୍ୟାନ୍ସ ମାନେ ସେମାନେ ମଧ୍ୟ ବାବର ଆଜମକୁ ବହୁତ ଗାଳି ଗୁଲଜ କରିବା ଦେଖିବାକୁ ମିଳୁଛି ସୋସିଆଲ ମିଡ଼ିଆ ମାଧ୍ୟମରେ। ମୁଁ ମଧ୍ୟ ଡିସ୍କ୍ରିପ୍ସନ୍ ବକ୍ସରେ ଦେଇଦେଉଛି ଲିଙ୍କ୍, ଯିଏକି ପାକିସ୍ତାନର ୟୁଟ୍ୟୁବର ସନା ଅମଜାଦ, ତାଙ୍କର ଭିଡ଼ିଓ ଗୁଡ଼ିକୁ ଲିଙ୍କ୍ ଦେଇଦେଉଛି। ଆପଣମାନେ ମଧ୍ୟ ଦେଖିପାରିବେ, ବହୁତ ମଜାଦାର ପୋଷ୍ଟ ଅଛି ସେଠାରେ, ହିନ୍ଦୀ ଭିଡ଼ିଓ ସବୁ। ତ ଆପଣମାନଙ୍କୁ କ'ଣ ଲାଗୁଛି, କ'ଣ ଆଉ କିଛି ଆଶା ଅଛି କି? ପାକିସ୍ତାନ ତ ବାହାରି ଯାଇଛି ଏବଂ ଏଥିରେ ବହୁତ ଖୁସି ଅଛନ୍ତି ଭାରତୀୟମାନେ। ବିଶେଷ କରି ଦେଖିବାକୁ ଗଲେ ଏଠାରେ ବାଂଲାଦେଶ ମଧ୍ୟ ବାହାରି ଯାଇଛି ଏବଂ ଏସିଆର 3ଟି ଦଳ ଯିଏକି ଭାରତ, ପାକିସ୍ତାନ, ବାଂଲାଦେଶ ଗୋଟେ ଲିଗ୍ରେ ଥିବାବେଳେ ଅନ୍ୟ ଏକ ଦଳ ଏସିଆର ଆଫଗାନିସ୍ତାନ ଅନ୍ୟ ଲିଗ୍ରେ ଅଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ, ସାଉଥ ଆଫ୍ରିକା ତାଙ୍କ ସହିତ ଅଛି। ସେ ମଧ୍ୟ ବାହାରିବାର ସମ୍ଭାବନା ଅଛି ଆଫଗାନିସ୍ତାନର। ତ ଏଠାରେ କେବଳ ତିଷ୍ଠିଛି ବୋଲି କହିଲେ ଭାରତ ହିଁ ଏସିଆର ଗୋଟେ ଦଳ ଅଛି ଏବଂ ଅନ୍ୟ ଦଳ ସବୁ ବାହାରିଛନ୍ତି। ତ ବନ୍ଧୁଗଣ ଆପଣ କମେଣ୍ଟ କରି ଜଣାନ୍ତୁ ଯେ ଏଥର କ'ଣ ଫାଇନାଲ ଜିତିବ ନା ନାହିଁ ଭାରତ, ଏବଂ ସର୍ବାଧିକ ରନ୍ କିଏ କରିବ ଭାରତର, କମେଣ୍ଟ କରି ଜଣାନ୍ତୁ। ଏବଂ ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଗୋଟେ ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ।